ଜୀବନ ବନ୍ଧୁ ଭାଇ। କଣ କହିବେ କେନ୍ଦ୍ର ସରକାର ବର୍ତ୍ତମାନ ସିଏଏ ଗୋଟେ ଆଇନ ଲାଗୁ କରିଛନ୍ତି, ଯୋଉଟାକି କୋଭିଡ ପରେ ଲାଗିବାର ଥିଲା, ପୁଣି ଏବେ ଲାଗୁ କରିଛନ୍ତି। ତା ପୂର୍ବରୁ ଆନ୍ଦୋଳନ ହେଲା ପରେ ଆଇନ ରଖିଥିଲା, ପୁଣି ଏବେ ଲାଗୁ ହେଇକି ଶରଣାର୍ଥୀକୁ ମିଳିବ ଭାରତୀୟ ପରିଚୟ, ଭାରତରେ ଯେଉଁମାନେ ରହିବାକୁ ଚାହାନ୍ତି। ଦେଖନ୍ତୁ, ଆମେ ଭାରତରେ ଅଛୁ। ଆମର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ, ସେ ବିଶ୍ୱର ନେତା। ସକାଳୁ ସେ ଉଠିକି କିମ୍ବା ମୁହଁ ଧୋଇକି ଯେତେବେଳେ ଆନାଉନ୍ସ କରନ୍ତି କୌଣସି ଗୋଟେ ନୂଆ ଆଇନ ଲାଗୁ କରନ୍ତି ଭାରତରେ, ସେଇଟା କେତେ ଯେ ଭୟଙ୍କର ସମସ୍ତେ ସେଇଟା ଦେଖିଛନ୍ତି, ଆଉ କେତେ ଶୁଭଙ୍କର ସେଇଟାକୁ ମଧ୍ୟ ଅନୁଭବ କରିଛନ୍ତି। ପୂର୍ବରୁ ଆପଣ ଦେଖିଥିବେ, ରାଜା ଆମର ସକାଳୁ ଉଠି କହିଦେଲେ ଯେ ଡିମନିଟାଇଜେସନ୍ ହେଇଯିବ। ମାନେ କ'ଣ? ପୁରୁଣା ପଇସା ସବୁ ବନ୍ଦ ହେଇଯିବ, ନୂଆ ପଇସା ସେ ଛାପିବେ। ଲୋକ ହଁ ମାରିଲେ, ପଇସା ଆସିଲା, ଛପା ହେଲା। ତାପରେ ତାର ଫଳଟା କ'ଣ ସେଟା ଭାରତବର୍ଷ ଲୋକ ଜାଣିପାରିଲେ, କେତେ କଷ୍ଟରେ ଲାଇନ୍ ଲଗାଇ ଛିଡ଼ା ହେଇଥିଲେ। ସେମିତି ଆଉ ଗୋଟିଏ କୃଷକମାନଙ୍କ ପାଇଁ ମଧ୍ୟ ଆଇନଟେ ଆସିଥିଲା। କୃଷକମାନଙ୍କ ପାଇଁ ଆଇନ ଆସୁଛି, କିନ୍ତୁ ସେଇ କୃଷକମାନେ ବିରୋଧ କରୁଛନ୍ତି, ବହୁତ ଦିନର ସଂଘର୍ଷ କରୁଛନ୍ତି, ବହୁତ ମରୁଛନ୍ତି, ପାଖାପାଖି 500-700 କୃଷକ ମରୁଛନ୍ତି। ତାପରେ ପୁଣି ଥରେ ସେ ଆଇନଟାକୁ ସରକାର ରିଟର୍ଣ୍ଣ କଲେ। ତ ସେମିତି ଆଉ ଗୋଟେ ଯେଉଁ ସିଟିଜେନ୍ ଆମେଣ୍ଡମେଣ୍ଟ ଆକ୍ଟ ଯେଉଁଟା ଆସିଛି, ଯେଉଁଟାକୁ ସିଏ କୁହାଯାଉଛି, ସେଥିରେ ସରକାର କହୁଛନ୍ତି କ'ଣ ନା, ବାହାର ଦେଶ ମାନେ ଆମ ଦେଶ ପଡ଼ୋଶୀ ରାଷ୍ଟ୍ର ଗୁଡ଼ାକ ଯେଉଁ ଅଛି, ସେଠି ଯେଉଁମାନେ ସଂଖ୍ୟାଲଘୁ ସେମାନେ ଭାରତରେ ଆସିକି ରହିବେ। କେଉଁଠି ରହିବେ, କାହା ପାଖରେ ରହିବେ, କାହିଁକି ରହିବେ, ସେ କଥା ମାନେ ଜନସାଧାରଣ ପଚାରିବା ଦରକାର। କାହିଁକିନା ଆମ ଭାରତରେ ବହୁତ ସାରା ସମସ୍ୟା ଅଛି, ବହୁତ ଚ୍ୟାଲେଞ୍ଜ ଅଛି। ତାକୁ ଆମ ଯୁବପିଢ଼ି ଏପର୍ଯ୍ୟନ୍ତ ହେଇଗଲା ସହୁଛନ୍ତି। ଏଠି ବେରୋଜଗାର କଥାକୁ ନେଇ କିଛି କୁହାଯାଉନି। ଏଠି ଲ୍ୟାଣ୍ଡ ନାହିଁ। ସାଧାରଣ ଆମର ଆଦିବାସୀ ଏବଂ ଯେଉଁ ଅନୁସୂଚିତ ଜାତିର ଲୋକ ଅଛନ୍ତି, ତାଙ୍କର 55% ରେସିଡେନ୍ସିଆଲ ପ୍ଲଟ୍ ମଧ୍ୟ ନାହିଁ। ସେ ବିଷୟରେ ଏଠି ଆଲୋଚନା ହେଉନି। ପ୍ରତିଦିନ ଆପଣମାନେ ବି ଦେଖୁଥିବେ, ରହିବା ପାଇଁକି ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ସଂଗଠନ ମାନେ ଆନ୍ଦୋଳନ କରନ୍ତି ଯେ ଆମର ଲୋକମାନଙ୍କୁ ଜାଗା ଖଣ୍ଡେ ଦିଅ। ଆଉ ସେ ପରିପ୍ରେକ୍ଷୀରେ ଭାରତର ନାଗରିକଙ୍କ ପାଇଁ କି ଦରଦ ନାହିଁ, କିନ୍ତୁ ଭାରତ ବାହାରେ ରହୁଥିବା ଯେଉଁ ପାକିସ୍ତାନୀ, ଆଫଗାନିସ୍ତାନୀ, ବାଂଲାଦେଶୀ, ତାଙ୍କ ପାଇଁ ଆମ ସରକାରଙ୍କର ବହୁତ ଦରଦ ଅଛି। କିନ୍ତୁ କ'ଣ କରିବା, ସେ ତ ବହୁ ମାତ୍ରାରେ ଜନତାଙ୍କ ସମର୍ଥନ ଭୋଟ ମାଧ୍ୟମରେ ପାଉଛନ୍ତି। ସେ ଯାହା କରିବେ ଆମେ ମାନି ନେବା ବାଧ୍ୟ। ଆମ ପାଖରେ ଆଉ ଅପସନ୍ କିଛି ନାହିଁ। ତ ଧୀରେ ଧୀରେ ଏଇଟା ଯେହେତୁ ମୁଁ କହି ଆସୁଛି, ସେ ପ୍ରଧାନମନ୍ତ୍ରୀ ନୁହଁ, ସିଏ ଆମର ଚକ୍ରବର୍ତ୍ତୀ ସମ୍ରାଟ। ତେଣୁ ସିଏ ଯାହା କହିବେ ଆମେ ବାଧ୍ୟ ହେବା ମାନିବା ପାଇଁ। ଦେଖନ୍ତୁ, ସେଇଟା ତ ଗୋଟେ ବଡ଼ ଜିନିଷ, ବଡ଼ କଣ୍ଟ୍ରୋଭର୍ସିଆଲ ବା ଡିବେଟେବଲ୍ ଜିନିଷଟିଏ। କାହିଁକିନା ଯେତେବେଳେ ସମସ୍ତ ସଂଖ୍ୟା ଲଘୁ କଥା କୁହାଯାଉଛି ପଡ଼ୋଶୀ ଦେଶମାନଙ୍କରେ, ଆଉ ଗୋଟିଏ କମ୍ୟୁନିଟି ସ୍ପେଶାଲ ତାକୁ ଛଡ଼ାଯାଇଛି, ମୁସଲମାନଙ୍କୁ ଛଡ଼ାଯାଇଛି। ତ ଆମର ରାଜନୀତି ବର୍ତ୍ତମାନ ପାଇଁ ଧାର୍ମୀୟ ଭାବନା ରାଜନୀତି, ରାଇଟ୍ ୱିଙ୍ଗର ଶାସନ ଏଠି ଚାଲିଛି। ମେ ବି ସେଇଟା ହେଇପାରେ, ଯାହା ଆପଣ ପଚାରିଲେ ସତ ହେଇପାରେ।